ଜୁନ୍ 2 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୃଷଭ ରାଶିର ବ୍ୟକ୍ତିମାନଙ୍କ ପାଇଁ। ତ ଏଇଠି ଆପଣଙ୍କୁ କହି ରଖୁଛି 19 ଅପ୍ରେଲ ଠାରୁ ଆପଣଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବ। କାରଣ ଅମୃତ ବର୍ତ୍ତମାନ କରିବାକୁ ଯାଉଛନ୍ତି ଶୁକ୍ରଦେବ, ଆପଣଙ୍କ ରାଶିର ସ୍ୱାମୀ, ଯିଏକି କାଫି ଲମ୍ବା ସମୟ ପରେ ନିଜ ରାଶି ବୃଷଭରେ ହିଁ ମିଳିବେ ବା ରହିବେ। ତ ଅକ୍ଷୟ ତୃତୀୟା ଠାରୁ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣ ଦେଖିବେ। ତ ଅନନ୍ତ ଊର୍ଜା ଆପଣଙ୍କ ଠାରେ ଦେଖାଯିବ। ଶୁକ୍ର ହେଉଛନ୍ତି ଧନ ଓ ସମ୍ପଦର ମାଲିକ ମନାଯାଏ। ଓ ଆପଣଙ୍କୁ କେଉଁ ବରଦାନ ମିଳିବ ଓ କେଉଁ ଆଶୀର୍ବାଦ ଶୁକ୍ରଦେବଙ୍କର ଆପଣମାନଙ୍କ ପାଇଁ ରହିବ, ତ ଚାଲନ୍ତୁ ଜାଣିବା। ତ 19 ଏପ୍ରିଲ ତାରିଖରେ ନିଜ ବୃଷଭ ରାଶିରେ ହିଁ ଶୁକ୍ରଦେବ ଉପସ୍ଥିତ ରହିବେ। ତ ଶୁକ୍ର ନିଜର ଲଗ୍ନରେ ରହିବେ। ତ ଏହା ପଞ୍ଚ ମହାପୁରୁଷ ଯୋଗରେ ଏକ ବା ମାଲବ୍ୟ ଯୋଗ ବନୁଛି। ତ ଏଠାରେ ଆପଣଙ୍କର ଅଧୁରା ଇଚ୍ଛା ପୁରା ହେବ। ଶୁକ୍ର ପ୍ରେମ ଓ ସୌନ୍ଦର୍ଯ୍ୟର କାରକ। ଆପଣଙ୍କ ଫେସ୍ରେ ଗ୍ଲୋ ଦେଖାଯିବ, ଆପଣଙ୍କ ଭିତରେ ସୌନ୍ଦର୍ଯ୍ୟ ରହିବ। ତ ଶୁକ୍ର ଆପଣ ଆକର୍ଷଣ କରିବେ ଅନ୍ୟମାନଙ୍କୁ। ତ ଆପଣଙ୍କର ଅରା ବହୁତ ପଜିଟିଭ ରହିବ। ତ ଶନିଙ୍କ କୋପରୁ ମଧ୍ୟ ବଞ୍ଚିବାକୁ ଯାଉଛନ୍ତି ଶୁକ୍ରଦେବ, ଆପଣଙ୍କ ଶନିଙ୍କ କୋପରୁ ମଧ୍ୟ ବଞ୍ଚିବେ। ତ ଶନିଙ୍କର ତୃତୀୟ ଦୃଷ୍ଟି ଲଗ୍ନରେ ପଡ଼ୁଥିଲା। ତ ଶୁକ୍ର ତାହା ଯାହା ବି ପରିଶାନ ରହୁଥିଲା, ଯେ କୌଣସି କାମ ଡିଲେ ହେଉଥିଲା, ସ୍ୱାସ୍ଥ୍ୟରେ ଆପଣ ବହୁତ ପରିଶାନ ଥିଲେ, ସ୍ୱାସ୍ଥ୍ୟକୁ ନେଇ ସ୍ୱାସ୍ଥ୍ୟର କୋପ ବହୁତ ରହୁଥିଲା, ତାହା ମଧ୍ୟ ଶୁକ୍ରଦେବ ରିଲିଫ୍ ଦେବେ। ତ ଏହି ସମୟରେ ଆପଣଙ୍କୁ ମେ 14 ପର୍ଯ୍ୟନ୍ତ 19 ଅପ୍ରେଲରୁ ମେ 14 ପର୍ଯ୍ୟନ୍ତ ଶୁକ୍ରଦେବ ଆପଣଙ୍କୁ ବହୁତ କିଛି ବେନିଫିଟ୍ ଦେବେ। ତ ଆର୍ଥିକ ପରିମାଣରେ ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରାପ୍ତ କରିବେ। ଏହି ସମୟରେ 14 ମେ ପର୍ଯ୍ୟନ୍ତ ଶୁକ୍ର 6th ହାଉସ୍ର ଲର୍ଡ଼ ହୋଇ ଆପଣଙ୍କୁ ଜବ୍ ଦେବେ। ଆପଣଙ୍କ ଜବ୍ରେ ପରିବର୍ତ୍ତନ ଆସୁନଥିଲା, ଆପଣ ଇଚ୍ଛା ନଥିଲା, ଆପଣଙ୍କୁ କୌଣସି ରେଜଲ୍ଟ ପ୍ରାପ୍ତ ହୋଇପାରୁନଥିଲା, ଏହି ସମୟରେ ତାହା ମଧ୍ୟ ଦେବେ। ତ ଏହି ସମୟରେ 6th ହାଉସ୍ ମଧ୍ୟ ରୋଗର ଘର ହୋଇଥାଏ। ତ ରୋଗର ଲର୍ଡ଼ ଆସି ଉଚ୍ଚ ହେଉଛନ୍ତି ନିଜ ରାଶିରେ। ତ ଆପଣଙ୍କୁ ମଧ୍ୟ ରୋଗରୁ ମୁକ୍ତି ଦେବେ ଓ ଏହିପରି ଭଲ ସଂଯୋଗ ବନାଉଛନ୍ତି ଶୁକ୍ରଦେବ। ବ୍ୟାପାର ବିଜନେସ୍ରେ ମଧ୍ୟ ଆପଣଙ୍କୁ ଶାନଦାର ରେଜଲ୍ଟ ଦେବେ। ତ ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ 19 ଅପ୍ରେଲରେ ବୃଷଭ ରାଶିରେ ଶୁକ୍ରଙ୍କର ଗୋଚର ବୃଷଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶାନଦାର ନେଇ ଆସୁଛନ୍ତି। ତ ଆପଣଙ୍କୁ ଆପଣଙ୍କର ରୋଗ କ୍ଷେତ୍ରରେ, ଆପଣଙ୍କର ଯେଉଁ ଡିଲେ ହେଉଥିଲା ସେ କ୍ଷେତ୍ରରେ, ଆପଣଙ୍କର ସୌନ୍ଦର୍ଯ୍ୟ, ଆପଣଙ୍କ ଲୁକ୍ରେ ଏନହାନ୍ସ ଦେଖିବେ କି ପରିବର୍ତ୍ତନ ଆଣିବେ ଆପଣ। ତ ଏହିସବୁ କ୍ଷେତ୍ରରେ ଶୁକ୍ରଦେବ ଆପଣଙ୍କୁ ବେନିଫିଟ୍ ଦେବେ। ତ ଭିଡ଼ିଓ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯେତେ ବି ଯାହା କୁହନ୍ତୁ ଫ୍ରେଣ୍ଡସ୍, ଆପଣ ଆପଣଙ୍କ ଜୀବନରେ ପରିବର୍ତ୍ତନ ଜୁନ୍ 2 ତାରିଖ ଠାରୁ ଦେଖିବେ। କାରଣ ଉଚ୍ଚ ହୋଇଯିବେ ଗୁରୁଦେବ ଓ ଶନିଙ୍କର ଏକାଦଶ ଭାବରେ ରହିବା ରେଜଲ୍ଟ ଆପଣଙ୍କୁ ପ୍ରାପ୍ତ ହେବାକୁ ଲାଗିବ। ତ ଜୟ ଜଗନ୍ନାଥ। ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି।